ସମସ୍ତଙ୍କର ସହଯୋଗକୁ ନେଇକି ଏ କାର୍ଯ୍ୟ ଚାଲିଛି। ପୁରାପୁରି ଭାବରେ ପ୍ରତିଭା ନିଯୋଗ ଏଥିରେ ସମସ୍ତଙ୍କର ପ୍ରଚଣ୍ଡ ସାହାଯ୍ୟ ଅଛି, ସହଯୋଗ ଅଛି। ଏ ଶୃଙ୍ଖଳାର ସହିତ ଭବିଷ୍ୟତ ରଥଯାତ୍ରା ହବ ବୋଲି ତେଣୁକରି ସେ ରଥଯାତ୍ରା ଶୃଙ୍ଖଳାର ସହିତ ହବ ଏ କଥାର ବିଶ୍ୱାସ ବି ଆମ ସମସ୍ତଙ୍କର ନିଶ୍ଚିତ ଭାବରେ ଆମେ ସମସ୍ତେ ଅଛୁ, ଆମେ ସମସ୍ତେ ଅଛୁ ଏବଂ ମହାପ୍ରଭୁଙ୍କର କାର୍ଯ୍ୟ ଆମ ପାଇଁ ପ୍ରାଥମିକତା। ମହାପ୍ରଭୁ କାର୍ଯ୍ୟ କରିବା ପରେ ସେବାୟତଙ୍କର ତାଙ୍କର କର୍ତ୍ତବ୍ୟ ଅଛି, ତାଙ୍କର ରଥ ଉପରେ ମହାପ୍ରଭୁଙ୍କର ସେବା କରିବା ପାଇଁ ଏବଂ ସେମାନେ କରୁଛନ୍ତି। ଅଣସେବା କରିବାଟା ନିଶ୍ଚିତ ଭାବରେ ଏକ ବର୍ଜନୀୟ କଥା। ଅତୀତରେ ବି ସେ କଥା ବର୍ଜନୀୟ ଥିଲା ଏବଂ ଆଜି ବି ବର୍ଜନୀୟ ଅଛି। ତେଣୁ କୌଣସି ଅଣସେବାୟତ କରିବେ ନାହିଁ, ସେ ପାଇଁ ନିଶ୍ଚିତ ଭାବରେ ନଜର ରଖାଯାଇଛି ଏବଂ ସମସ୍ତେ ସେଥିରେ ସହଯୋଗ କରୁଛନ୍ତି। ବିଶେଷ କରି ପଇସାପତି ବନ୍ଧୁମାନଙ୍କୁ ଏଥିରେ ସହଯୋଗ ରଥଭଣ୍ଡାର ଖୋଲିବାର ତାରିଖ ବହୁତ ଶୀଘ୍ର ରଥଯାତ୍ରା କରିବା ପରେ ରଥଭଣ୍ଡାର ଖୋଲିବାର ତାରିଖ ଦ୍ୱିତୀୟଥର ଯୋଉ ଖୋଲିବ ଏବଂ ଛୁଟି ହବ ତାର ତାରିଖ ବହୁତ ଶୀଘ୍ର ନିର୍ଦ୍ଦିଷ୍ଟ ହଉଛି ଏବଂ ତାରିଖ ହେଲା ପରେ ସେ ବାବଦରେ ଥରେ ପ୍ରାଥମିକ କାମ ହଉଛି ଗଣତି ମନ୍ତ୍ରୀ ଥରେ ଆରମ୍ଭ ହେଇଯାଉ ସରିଲା ପରେ ସେ ବାବଦରେ ଆମେ କଣ ହେଇଥିଲା ସେ ଚାବି ଏବଂ ତାଲାର ସାଇଜ ଦେଖିଲେ ପିଲା ଅନୁମାନ କିନ୍ତୁ କଣ ପାଇଁ କରାଯାଇଥିଲା ସେ କଥା ତଦନ୍ତ ପରେ ହିଁ ଜଣାପଡିବ। ତଦନ୍ତ ହେଲା ପରେ